ସବୁଦିନ ସ୍ନେହର ସମାହିତ ହୋଇ ରହିବ, ତେବେ ସବୁଦିନ ମାୟାର ବିଦାୟ ହୋଇଯିବ। କାହିଁକି ନା ଏବେ 70 ବର୍ଷ ଶେଷ ହେବାକୁ ଯାଉଛି। ଓମ୍ ଶାନ୍ତି। ତେଣୁ ବାପଦାଦା ଏହି ବର୍ଷକୁ ସ୍ୱତନ୍ତ୍ର ବର୍ଷ, ସମସ୍ତଙ୍କର ପ୍ରିୟ ବର୍ଷ, ମେହନତର ମୁକ୍ତ ବର୍ଷ, ସମସ୍ୟା ଠାରୁ ମୁକ୍ତ ବର୍ଷ ରୂପର ପାଳନ କରିବାକୁ ଚାହୁଁଛନ୍ତି। କ'ଣ ତୁମମାନଙ୍କୁ ପସନ୍ଦ ତ? ମୁକ୍ତ ବର୍ଷ ପାଳନ କରିବା। କାହିଁକି ନା ମୁକ୍ତିଧାମକୁ ମଧ୍ୟ ଯିବାକୁ ହେବ। ମୁକ୍ତିଦାତା ପିତାଙ୍କ ସହିତ ସାଥୀ ହୋଇ ଅନେକ ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ମୁକ୍ତି ପ୍ରାପ୍ତ କରାଇବାକୁ ମଧ୍ୟ ହେବ। ତେଣୁ ମାଷ୍ଟର ମୁକ୍ତିଦାତା ମାନେ ଯେତେବେଳେ ନିଜେ ମୁକ୍ତ ହେବେ ତେବେ ଯାଇ ତ ମୁକ୍ତି ବର୍ଷ ପାଳନ କରିବେ ନା। କାହିଁକି ନା ତୁମେ ବ୍ରାହ୍ମଣ ଆତ୍ମା ମାନେ ନିଜେ ମୁକ୍ତ ହୋଇ ଅନେକ ଆତ୍ମାକୁ ମୁକ୍ତି ପ୍ରାପ୍ତ କରାଇବାର ନିମିତ୍ତ ଅଟ। ତେବେ ତୁମମାନଙ୍କର ଗୋଟିଏ ଭାଷା, ଯାହାକି ମୁକ୍ତି ମୁକ୍ତି ଦେବା ପରିବର୍ତ୍ତେ ଆହୁରି ବନ୍ଧନରେ ବାନ୍ଧି ଦେଇଛ, ସମସ୍ୟା ଗୁଡ଼ିକର ଅଧୀନ କରିଦେଇଛ। ଏମିତି ନଥିଲା, ସେମିତି ଥିଲା ନା। ଏମିତି ନ ହୋଇଥିଲେ ସେମିତି ହୋଇଥାନ୍ତା ନା। ଏସବୁ ହେଲା ବାହାନାବାଜି କରିବାର ଖେଳ। ହେଲା, ଦେଖ ବାବା ଆଜି କ'ଣ କହୁଛନ୍ତି, ଏମିତି ନହେଲେ ସେମିତି, ଖାଲି ବାହାନା। ବାପଦାଦା ଆଜି ସମସ୍ତଙ୍କର ଫାଇଲ ଦେଖୁଥିଲେ। ତେବେ ଫାଇଲରେ କ'ଣ ଦେଖିଥିବେ? ଅଧିକାଂଶ ପିଲାମାନଙ୍କର ଫାଇଲ ପ୍ରତିଜ୍ଞା କରିବାର କାଗଜ ଭରପୁର ଥିଲା। ତେବେ ପ୍ରତିଜ୍ଞା କରିବା ସମୟରେ ବହୁତ ଆନ୍ତରିକତା ପୂର୍ବକ ମଧ୍ୟ ପ୍ରତିଜ୍ଞା କରୁଛନ୍ତି, ଭାବିଚିନ୍ତି ମଧ୍ୟ କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଦେଖାଯାଇଛି ଯେ ଫାଇଲ ଦିନକୁ ଦିନ ବଡ଼ ପୂର୍ବକ ମଧ୍ୟ ପ୍ରତିଜ୍ଞା କରୁଛନ୍ତି, ବଡ଼ ହୋଇ ଚାଲିଛି ଏବଂ ଫାଇନାଲ ହେଉନାହିଁ। ତେବେ ଦୃଢ଼ ପ୍ରତିଜ୍ଞା ପାଇଁ ମଧ୍ୟ ଗାୟନ ରହିଛି। ଜୀବନ ପଛେ ଯାଉ, କିନ୍ତୁ ପ୍ରତିଜ୍ଞା ନ ଯାଉ। ହେଲା, ତମେ ପ୍ରତିଜ୍ଞା କରିବ, ପ୍ରତିଜ୍ଞାଟା ଯେମିତି ତମର ନ ଯିବ, ଶପଥ କରିବ ଯୋଉ, ହେଲା, ଜୀବନ ଯିବ କିନ୍ତୁ ଶପଥ ଭାଙ୍ଗିବନି। ତେଣୁ ବାପଦାଦା ଆଜି ସମସ୍ତଙ୍କର ଫାଇଲକୁ ଦେଖୁଥିଲେ। ପିଲାମାନେ ବହୁତ ଭଲ ଭଲ ପ୍ରତିଜ୍ଞା ସବୁ କରିଛନ୍ତି, ମନ ଭିତରେ ମଧ୍ୟ କରିଛନ୍ତି, ଲେଖିକରି ମଧ୍ୟ ଦେଇଛନ୍ତି। ତେଣୁ ଏହି ବର୍ଷରେ କ'ଣ କରିବେ? ଫାଇଲକୁ ବଢ଼ାଇ ଚାଲିବେ ନା ପ୍ରତିଜ୍ଞାକୁ ଫାଇନାଲ କରିବ? କ'ଣ କରିବ? ପ୍ରଥମ ଧାଡ଼ି ବାଲା କୁହ, ପାଣ୍ଡବ ମାନେ ଶୁଣାଅ, ଟିଚର୍ସ ମାନେ ମଧ୍ୟ ଶୁଣାଅ। ତମେ ପ୍ରତିଜ୍ଞାଟାକୁ ଫାଇନାଲ କରିବ ନା ଫାଇଲକୁ ବଢ଼ାଇ ଚାଲିବ? ପ୍ରତିଜ୍ଞାଟା ହେଉଛି ଠିକ ନା ନାଇଁ, ଶପଥଟା ରଖିବା ହେଉଛି ଠିକ। ବାପଦାଦାଙ୍କ ପାଖରେ ଯେଉଁ ଫାଇଲ ବଡ଼ ହୋଇ ଚାଲିଛି ଏବଂ ବର୍ଷ ତାକୁ ଫାଇନାଲ ଅର୍ଥାତ୍ ସମାପ୍ତ କରିବ ନା ସେଥିରେ ଆହୁରି କାଗଜ ଯୋଡ଼ିବ? କ'ଣ କରିବ? ପାଣ୍ଡବ ମାନେ କୁହ, ଫାଇନାଲ କରିବ ତ? ଯେଉଁମାନେ ଭାବୁଛନ୍ତି ନଇବାକୁ ପଡ଼ୁ, ପରିବର୍ତ୍ତନ କରିବାକୁ ପଡ଼ୁ, ସହନ କରିବାକୁ ପଡ଼ୁ, ଶୁଣିବାକୁ ବି ପଡ଼ିବ ତ? ଯେଉଁମାନେ ଭାବୁଛନ୍ତି